ବର୍ଷା ବାବା ଟିକେ ପହଞ୍ଚୁ ଆପଣ ଆପଣ ସିଏ କହିବ ତାପରେ ମୁଁ ତାକୁ କହିବି ଅବଶ୍ୟ ତୁମ ବାବା କହୁଛି ତୁମେ ଆଜି ପର୍ଯ୍ୟନ୍ତ ଯାହା ଚାହିଁଛ ତାହା ପ୍ରାପ୍ତ କରିପାରିନା। ଅନେକ ଜାଣିଛି କୁମ୍ଭ ପାଇଁ ବଢ଼ାଇଥିବା ଖାଦ୍ୟ ଅନ୍ୟ କିଏ ଖାଇ ପଳାୟନ କରିଛନ୍ତି। କୁମ୍ଭର ଅନେକ ଝିଅ ମୋ ସାଙ୍ଗେ ତାଙ୍କ ସମ୍ପର୍କ ଅଛି। କୋଉଟା କରିବି ଧନ କିଏ କିଏ ସେଠି କଣ ଦରକାର ତଳୁ ଧର ଧରିବା ଜାଗା ଆଉ ତଳୁ ଧର ଦୁଃଖ ପାଇଁ ଧରି ପାରିଲେ ଦୁଃଖ କହିବି ଶୁଣିବ କୁମ୍ଭ ପାଇଁ ଅନେକ ବିବାହ ପ୍ରସ୍ତାବ ଆସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିବାହ କରିପାରିନା। ତୁମ୍ଭେ ମୁଠୁଛ କମ୍ କୁଣ୍ଠୁଛ ଅଧିକା ତମା ତମ ପରିଶ୍ରା ହଉନି ଏଇଟା କଣ ଆଉ କହିବି ବାର ବକ୍ଷ ବକ୍ଷରେ କଳା ଯାଇ ଅଛି କିଛି ନାହିଁ ଅଣ୍ଟା ତଳେ କିଛି ନାହିଁ ପ୍ରବଳ ମାତ୍ରାରେ ଜାଦୁ କାଛ କୁଣ୍ଡିଆ ଖାଲି ଆଗ ଦକ୍ଷିଣ ତାପରେ ଯାଇ ବାକି କଥା ଭାରତୀୟ ପ୍ରାଞ୍ଜଳ ସତ୍ତା ଆପଣ କହୁଛନ୍ତି ବହୁ ବାହାଦୁର ଅବଶ୍ୟ ଏହା ପ୍ରବଳ ତପସ୍ୟାର ଫଳ। ଆଉ କଣ ମହାରାଜ ଶୁଣି ବାବୁ ତୁମ୍ଭେ ଜୀବନରେ ଯାହାକୁ ପରମ ମିତ୍ର ଭାବୁଛ ସେଇ ତୁମ୍ଭର ପରମ ଶତ୍ରୁ। ଅବଶ୍ୟ ପଡ଼ିଲେ ତମ ଆତ୍ମକୁ ହତ୍ୟା କରିଦେଇ ପାରନ୍ତି। ଅନେକ ରାସ୍ତା ଅଛି ତମ ମଧ୍ୟରେ ରାସ୍ତା ମୁଁ ତୁମକୁ ଦେଖାଉଛି ଦେଖାଅ କର୍ଣ୍ଣ କଣ ବୁଝିଲ ଖୋଲି କୁହ ଆଉ ଗୋଟେ କଥା ଅଛି তুমি ଚାରିଟା କଥା କୁହ କନ୍ୟାକୁ ମୁଁ ବର୍ଣ୍ଣ କରିପାରିବି ତ ଫାଟିଯିବ ତମ ମୂର୍ଖରା ଫାଟିଯିବ ଏ କନ୍ୟାର ମାଙ୍ଗଳିକ ଦୋଷ ଅଛି ତାକୁ ଯଦି ବିବାହ କରିବ ସେ ରାଜା ପଣ୍ଡୁଙ୍କର ଦଶା ଭୋଗିବ। ମହାରାଜ କନ୍ୟାକୁ ବାହାରେ ମୋର ପଣ୍ଡୁ ହବ ରାଜା ପଣ୍ଡୁ ପଣ୍ଡ ଦୋଷ ତମର ଅଛି ତାହେଲେ କଣ ସାରା ଜୀବନ ଏମିତି ଅଥରା ହେଇକି ରହିବି ଅନେକ ସୁନ୍ଦରୀ କନ୍ୟାକୁ ଅପେକ୍ଷା କରିଛି ଯାହାକୁ ସୁନ୍ଦର ଅତୀବ ସୁନ୍ଦର ଯାହାକୁ କହନ୍ତି ସୁନ୍ଦର ପାରିବ କିଛି କାର୍ଯ୍ୟ କରିବାକୁ ପଡିବ କରିପାରିବ ଯାହା ତା ମନ ଲାଗେ ସେଟା ତାକୁ ମୁଁ ଓଡ଼ିଆରେ କହିବି ପାରିବ ଜୀବନ ଯାହା ପାପ କରିଛ ଯାହା କୁକର୍ମ କରିଛ ଜଣେ ନାରୀ ପାଖରେ ଦେଖିବା ପ୍ରାର୍ଥନା କରିବ ନାରୀଟି ଅତ୍ୟନ୍ତ ବିଶ୍ୱାସ କରିଥିବା ଆବଶ୍ୟକ କରିପାରିବ ଅବଶ୍ୟ ଦକ୍ଷିଣା କଣ ଆଣିବ ମୂର୍ଖ କେବଳ ସାୟା ସୁତୁରେ ଆମେ ବାନ୍ଧିବୁ ଚାଲ ଗୁରୁଜୀ ଗୁରୁମା କଥା ଆଖି ବନ୍ଦ ଶିକ୍ଷାରେ ଜୀବନ ଉନ୍ନତି ନାହିଁ ଯାଇଛି ଆଣିବା ପାଇଁ ତ ସାୟା ନ ତ ସାୟା ପିନ୍ଧୁ କହୁଛି ଏହା କୁଣ୍ଡା କୁଣ୍ଡିର ବସ୍ତ୍ର ଏହା ସ୍ପର୍ଶ ଚିକିତ୍ସା ଏଇଟା କଣ ଯେ ଚିକିତ୍ସା ପାଇଁ ଉପକୃତ ହେଇକି ମୋଡି ମାଡି ହଉଛି ତାଙ୍କୁ ଛୁଇଁଦେଲେ ରୋଗ ଭଲ ହେଇଯାଉଛି। ମୋ ଦେହ ଟିକେ ପ୍ରଶଂସା ନ କଲା ବାପା ଟିକେ ଗୁହାରି କଲି ବାବା ଛୁଇଁଦେଲେ ଭଲ ହେଇଗଲା। ଛୁଇଁଦେଲେ ଭଲ ହେଇଯାଉଛି ହାତରେ ଓଠରେ କଥା କଣ କି ହାତରେ ଛୁଇଁଲେ ଟିକେ ଧୀର କାମ କରେ କିନ୍ତୁ ଓଠରେ ଛୁଇଁଲେ ସାଙ୍ଗେ ସାଙ୍ଗେ ମହାରାଜ କଥା ରକ୍ଷା କରନ୍ତୁ ମହାରାଜ ମତେ ବଞ୍ଚେଇ ମହାରାଜ ଦୀର୍ଘ 27 ବର୍ଷ ଆମକୁ ଘାଟି ହଉଛି ମହାରାଜ ବ୍ୟାଧି ସ୍ପଷ୍ଟ କର
ମହାରାଜ ହଁ? ଆଜିକୁ ଦୀର୍ଘ 27 ବର୍ଷ ହେଲା ମୁଁ ଭୀଷଣ ଯନ୍ତ୍ରଣାରେ ଛଟପଟ ତାହେଲେ ହଉଛି କହୁନ ବାବା ଉଠର ଛୁଇଁ ଭଲ କରିଦେବେ। ତୋ ତୁଣ୍ଡ ସୁତୁଣ୍ଡ ହଉ ପାହାତି ମହାରାଜ ଖାଲି ମୋ ରୋଗର ଉପଶମ କରିଦିଅନ୍ତୁ ଯାହା କହିଲେ ମୁଁ ଦେବି ମାନେ ପାହାତି କହିବା ଅନୁସାରେ ସେ ରୋଗ ଯାହା ଟିକେ ଚୁଟିକି ଦିଅନ୍ତୁ ମୋ ରୋଗଟା ଭଲ ହେଇଯିବ ରୋଗଟା କଣ ଖୋଲିକି କୁହ ବସିଛ ସମୟ ତମେ ବହୁତ ରହୁଛ ମହାରାଜ ଆଜିକୁ ଦୀର୍ଘ 27 ସତେଇଶ ଥର ପଇସା ଦେବି ମହାରାଜ ସେଇ ପୁରୁଣା ମଳକଣ୍ଟକ ରୋଗ ମହାରାଜ ମହାରାଜ ରୋଗ ନା ଶୁଣୁ ଶୁଣୁ ଆପଣ 3 ଜଣ ନା କଣ ଏମିତି ଶୋଇପଡିଲେ ସମୟ ଆସିଗଲା ବର୍ତ୍ତମାନ ଧାନ ସମୟ ହଉ ମହାରାଜ ଆପଣ ଧାନ ସମୟ ଯାଆନ୍ତୁ ତା ପୂର୍ବରୁ ଟିକେ ନା ଥରେ ଚୁଚୁମି ଦିଅନ୍ତୁ ମୋ ରୋଗଟା ଟିକେ ଭଲ ହେଇଯିବ ମହାରାଜ ମୁଁ ଯାଉଛି ଧୋତିଟାକୁ ଖୋଲି ଗୋଟେ ଛୋଟ ଗାମୁଛା ପିନ୍ଧେଇକି ଆସିବ ଆପଣଙ୍କୁ କଷ୍ଟ ଚିକିତ୍ସା ପାଇଁ ସୁବିଧା ହବ ମୁଁ ଯାଉଛି ପିନ୍ଧିକି ଆସିବି ଟିକେ ଦାନ୍ତଟି ଛିଣ୍ଡେଇବି ଗାମୁଛା ବଦଳେଇବାକୁ କଣକୁ ମାରିବି ଏଇ ଆଉ କିଛି କମିଲାନି 27 ବର୍ଷର ମଳ କଟକ ଆଳୁ ସିଧା ଭଳିଆ ସାବେଳରେ ଖେଞ୍ଚିଲେ ବି ସେ ଜୀବନ କଣ କରିବା କହିଲୁ କଣ କରିବା ବଢିଆ ଉପାୟ ଏପର୍ଯ୍ୟନ୍ତ ଆମେ ପଳେଇ ଏଇଗୁଡ଼ା ମିଶ କଲାଣି ଆଉ ଟିକେ ଖାଲି ତାର ସେଠି ଉଠ ମାରିଦବ ଦେଢ଼ ଘଣ୍ଟା ପରେ ଭଲ ବଦଳ ପାଇବ ମଳ କଣ୍ଟରେ ମୁଁ ରଥ ମାରିବି ତୋ କାଲ ଦେଖେଇଲୁ 7 ମାରିବି 1 କରିବି କିନ୍ତୁ ମୋ ହାଟି ନିଅ ମୁଁ ତୁ ମତେ ପ୍ରେମ କରୁଛୁ ଟି କୋଉ ହିସାବରେ କଥା କହୁଛୁ ଶୁଣୁ ପ୍ରେମ ଅଲଗା ଇଏ ହଁ ଅଲଗା ଅଲଗା ଯେ ମୁଁ ଯାଉଛି ତୁ କହିବି ବାବା ଆସିଥିଲେ ମୋତେ ଯୋଉ ଚିକିତ୍ସା ମୁଁ କରୁଛୁ ତୁ ଯାଉଥିଲୁ ଏଇ ନା ଶୁଣ ପୁରା ମତେ ସନ୍ଦେହ କରି ବକା ଫୁଲ ଆଳୁ ଗୋଟେ ଚିରି ଦେବ ନହେଲେ ଚଳିଯିବ ଚିରି ଦଉ ତୁ ଯା ଆସନି ଯା ଆରେ ଆଉ ମେଲ ପାବେ ଗୁରୁଦେବ ଚାଲ ଧାନ ହବାର ସମୟ ହେଇଗଲା ଭଲ କରି ପାରିବୁନୁ କିଛି ଢେଙ୍କା ଭୁବନ